କୀର୍ତ୍ତନା ଲାଜ ଲାଗେ ହରିନାମ ଉଡୁଛି ଭାଇ ଫର ଫର ବାନା ହରିନାମ ପ୍ରହ୍ଲାଦ ପରା ଇନ୍ଦ୍ର ପଦ ପାଇ ଇଏ ହରିନାମ ଧରିଲେ ଜଗାଇ ମାଧୋଇ ରାମ ନାମ ସଂସାରରେ ବାଞ୍ଛା କଳ୍ପ ତର ରାମ ନାମ ଦୁବ ଗୋଟି ଭାଇ ହୋଇପାରେ ତାର ହରେ କୃଷ୍ଣ ହରେ ରାମ ଯେଉଁ ତିନି ନାମ କଳିଯୁଗେ ପାପ ଭାରା ଉଶ୍ୱାସ ବିଧାନ ଯୋଉ ନାମ ତରି ଗଲେ କେତେ ମହାପାପୀ ଆଉ ଧରିଲେ ନ ପାରନ୍ତି ବଡ ବଡ ତପି ତାହେଲେ ଭଗବାନଙ୍କ ଜନ୍ମ ପ୍ରଥମେ ଦେଖିଲେ ଚନ୍ଦ୍ର ଦ୍ୱିତୀୟରେ ଦେଖିଲେ ଇନ୍ଦ୍ର ତୃତୀୟରେ ବିଜୁଳି ଚତୁର୍ଥରେ ଆଜ୍ଞା ବସୁଦେବ ପଞ୍ଚମରେ ଦେବକୀ ଷଷ୍ଠରେ ଉଗ୍ରସେନ ଭଗବାନଙ୍କ ଚତୁର୍ଦ୍ଧା ରୂପକୁ ଦର୍ଶନ କରି ଭଗବାନ ପଣ୍ଡିତେ ଦର୍ଶନ ଦେଇ ବର ତାକୁ ପ୍ରଦାନ କଲେ ଅନେକ ଦୁଃଖ କଷ୍ଟ ପାଇ ବାଳକ ମୋର ଜୀବନକୁ ଜର୍ଜରିତ କରି ସାରିଲାଣି ୟାକୁ କିଛି ଉପହାର ଦେବି ଭଗବାନ କଣ ଦେଲେ ଦେଖନ୍ତୁ ଆଜ୍ଞା କହିଲା ଶ୍ରୀମୁଖେ ଆଜ୍ଞା ତାକୁ ଦେଲେ ନୃପତି ହୋଇ ଭଗବାନ ପୁଣିତ ଆଜ୍ଞା ଦେଲେ ମଥୁରା କଟକର ତମେ ସମ୍ରାଟ ହବ ମସ୍ତକରେ ପାଟ ଶାଢୀ ପିନ୍ଧାଇ ଦେଲେ ଗୋଳାରେ ଫୁଲମାଳ ପକାଇ ଦେଲେ କହିଲେ ମୁଁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କର ଶ୍ରୀମୁଖେ ତାକୁ ଆଜ୍ଞା ଦେଲେ ତମେ ରାଜା ହବ ଉଗ୍ରସେନକୁ ପୁଷ୍ପମାଳି ହରସେ କୃଷ୍ଣ ଦେଲେ ତୋଳି କେତେବେଳେ ଭଗବାନ ତାକୁ ରାଜା ହେବା ପାଇଁ ବର ପ୍ରଦାନ କଲେ ଉଗ୍ରସେନ ପ୍ରଭୁଙ୍କର ପଣ୍ଡିତେ ଆଶୀର୍ବାଦକୁ ପ୍ରାପ୍ତ କରି କୃତାର୍ଥ ହୋଇଗଲେ ଅଷ୍ଟ ସପ୍ତମରେ ଦେଖିଲେ ଅନନ୍ତ ଭଗବାନଙ୍କ ଜନ୍ମ ଅନନ୍ତ ଦେଖିଲେ ବର୍ଷା ହଉଛି ସମର୍ଥକ ଆବର୍ତ୍ତକ ଦ୍ରୋଣ ପୁଷ୍କର ଚାରି ମେଘ ବର୍ଷୁଥିଲା ବେଳେ ଭଗବାନଙ୍କର ମସ୍ତକରେ ଓଦା ହେଇ ବର୍ଷା ହୋଇ ପ୍ରଭୁ କାଳେ ଅସୁସ୍ଥ ହୋଇଯିବ ଦେହ ସେବାକାରୀ ଟିକେ ଅନନ୍ତ ଆଜ୍ଞା ଛତ୍ର ଟେକି ରହିଲେ ଭଗବାନଙ୍କର ପଣ୍ଡିତେ ମସ୍ତକକୁ ଅନନ୍ତ ନାଗ ଟେକିଲେ ଛତ୍ର ଯାହାକୁ ଯଦୁମଣି କହିଲେ କଲା ମଧୁପର ପଦ ଅନନ୍ତ ଛତି ଟେକି ରହି ସେବା କରିଲେ ସେବାକାରୀ ଅନନ୍ତଙ୍କୁ ଭଗବାନ ଦର୍ଶନ ଦେଲେ ସପ୍ତମ ପ୍ରମାଣ ଦେଖିଲେ ଅନନ୍ତ ଅଷ୍ଟମରେ ପଣ୍ଡିତେ ଦେଖିଲେ ଯମୁନା ସୂର୍ଯ୍ୟଙ୍କ ତନଇ ଯମୁନା କି କହିପାରେ ଗୁଣସୀମା ଭଗବାନଙ୍କ ରୂପକୁ ଅନନ୍ତ ଦେଖି ଯେତେବେଳେ ଛତି ଟେକି ମସ୍ତକରେ ସେବା କଲେ ତାପରେ ଯମୁନା ସୂର୍ଯ୍ୟଙ୍କର କନ୍ୟା ଭଗବାନଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ବାଟକୁ ଚାହିଁଥିଲେ ମୁଁ ଆଜି ଭଗବାନଙ୍କ ରୂପ ଦେଖିବି କୃତାର୍ଥ ହେବି ପ୍ରଭୁର ପାଦକୁ ଧୋଇବି ଏହା ପଣ୍ଡିତେ ମନ ଚିନ୍ତା କରି ଯେତେବେଳେ ଯମୁନା ଭିତରେ ପ୍ରବେଶ କଲେ ବସୁଦେବ କୃଷ୍ଣଙ୍କୁ ମସ୍ତକରେ ମୁଣ୍ଡେଇ ଯମୁନା ପଥ ଆଜ୍ଞା ଦେଲାନି ରାସ୍ତା ନ ଦେବାରୁ ନାସାରେ ପସନ୍ତଣ ପାଣି ଚିନ୍ତେ ଚିନ୍ତଇ ଚକ୍ର ପାଣି ନାକ ପର୍ଯ୍ୟନ୍ତ ପାଣି ଗଲା ଅସ୍ତବ୍ୟସ୍ତ ହେଲେ ବିବ୍ରତ ହେଲେ ବସୁଦେବ ବୋଲେ ପ୍ରଭୁ ଯମୁନାଙ୍କର ମାନସିକତା ଥିଲା ସେ ଭଗବାନଙ୍କ ପାଦକୁ ଟିକେ ଧୋଇବେ ଯେତେବେଳେ ବାଟ ଆଜ୍ଞା ଛାଡୁନାହାନ୍ତି ଯମୁନା ଭଗବାନଙ୍କୁ ଛତି ଟେକି ଅନନ୍ତ ରହିଥିଲା ବେଳେ ଯମୁନା ପଣ୍ଡିତେ ପଥ ଛାଡୁନାହାନ୍ତି ବସୁଦେବ ବ୍ୟସ୍ତତା ହେଲା ବେଳେ ଏପଟେ ପଣ୍ଡିତେ ପାଦକୁ ଧୋଇବା ପାଇଁ ଭଗବାନ ଜାଣିପାରିଲେ ଟୋକେଇ ଭିତରୁ ପାଦକୁ କାଢି ତରଙ୍ଗାୟିତ ଜଳ ଭିତରେ ଭଗବାନ ବୁଡାଇ ଦେଲେ ଏଡେ ବଡ ବିଶାଳ ନଦୀ ଯମୁନା ନଦୀ ପଣ୍ଡିତେ କୃଷ୍ଣଙ୍କର ପାଦକୁ ଧୋଇଲା ପରେ କୃଷ୍ଣକୁ ଦେଖି ଭୟ କଲା ବାଲି ବନ୍ଧରେ ଏଡେ ବଡ ଯମୁନା ପଣ୍ଡିତେ ଭଗବାନଙ୍କ ପାଦକୁ ଧୋଇଲା ପରେ ଗୋଟେ କ୍ଷେତ କିଆରି ବିଲ ପାଲଟି ଗଲା ହେ ପଣ୍ଡିତେ ଭଗବାନଙ୍କ ପାଦକୁ ପାଇବାକୁ ସମସ୍ତଙ୍କ ଲୋଭ କାହାର ମନ ନାହିଁ ତା ପାଦକୁ ପାଇବା ପାଇଁ ସମସ୍ତଙ୍କ ମନ ମଧ୍ୟରେ ଆସକ୍ତି ତା ପାଦ ଉପରେ କବି କହିଲେ ଭବିଷ୍ୟତ ଦ୍ରଷ୍ଟା ଅଚ୍ୟୁତାନନ୍ଦ विशेष घोषणा भाई आमर 100 टंका गायक महाशय को पुरस्कृत कर ब्राह्मण देवी
ବ୍ରାହ୍ମଣ ଦେବୀ କ୍ଲବର କର୍ତ୍ତା ମାନେ ହଉ ମାର ଦୟା ସର୍ବମଙ୍ଗଲ୍ୟ ମାଙ୍ଗଲ୍ୟ ଶିବେ ସର୍ବାର୍ଥ ସାଧିକେ ଶରଣେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ମାର ପଣନ୍ତ କାଣିର ଶକ୍ତି ସମସ୍ତଙ୍କ ମସ୍ତକର ଢାଙ୍କିକି ଥାଉ। ସମସ୍ତଙ୍କ ଘରେ ଯଶଲକ୍ଷ୍ମୀ ଗ୍ରହଲକ୍ଷ୍ମୀ ସମସ୍ତଙ୍କର ମନ ମଧ୍ୟରେ ପ୍ରେମ ଭାବ ଭକ୍ତ ଭକ୍ତି ଉଦ୍ୟମାନ ହେଉ ଶୃଙ୍ଖଳିତ ହୁଅନ୍ତୁ ନାଗରିକ ମାନେ ତାଙ୍କ ପରିବାରରେ ସତ୍ୟ ଶାନ୍ତି ଦୟା କ୍ଷମା ଧର୍ମାର୍ଥ କାମ ମୁଖ୍ୟ ଚତୁର୍ବର୍ଗର ଫଳ ବିସ୍ତାର ହଉ ସର୍ବେ ବୋଲ ଆନନ୍ଦ କବା ହରି ବୋଲ। ଭଗବାନଙ୍କ ପାଦକୁ ଯମୁନା ଧୋଇ କୃତାର୍ଥ ହେଲେ। ଆଜ୍ଞା ଆଜ୍ଞା ପ୍ରଭୁଙ୍କର ପାଦକୁ ପାଇବାକୁ ସମସ୍ତଙ୍କ ଲୋଭ ସମସ୍ତଙ୍କ ମନ ମଧ୍ୟରେ ପଡିତେ କେବଳ ଲୋଭ ଆସକ୍ତ ପ୍ରଭୁଙ୍କ ପାଦ ଉପରେ ତା ପାଦରେ ସବୁ ଅଛି ଆଜ୍ଞା ଗତି ଅଛି ମୁକ୍ତି ଅଛି ନିର୍ବାଣ ଅଛି। ଜୟ ଜୟ ଲକ୍ଷ୍ମୀକାନ୍ତ ହେ ଜୟ ଶ୍ରୀ ଜଗନ୍ନାଥ ଯାର ପାଦେ କୋଟି ବ୍ରହ୍ମାଣ୍ଡ ଧ୍ୟାନ କରେ ଅଚ୍ୟୁତ ଗଙ୍ଗା ଦେବୀ ଯାର ଚରଣ ହୋଇଛନ୍ତି କେଉଁ ଜଳ ନେଇ ଧୋଇବି ପ୍ରଭୁ ଚରଣେ ତୋର ଗରୁଡ଼ ଆସନ ଯାହାର କିଶୋରେ ବି ଆସନ ଲକ୍ଷ୍ମୀ ଦେବୀ ଯାର ଘରଣୀ ତାକୁ କି ଦେବୀ ଧନ ସରସ୍ୱତୀ ଯାର ଛାମୁରେ ବିଣା ଯନ୍ତ୍ର ବଜାନ୍ତି କେଉଁ ମନ୍ତ୍ର ପଢିବ ନାଥ ତୋତେ କରିବି ସ୍ତୁତି କୌସ୍ତୁଭମଣି ଯାହାର ଶୋଭା ଗଳାର ହାର କେଉଁ ହାର ଦେଇ ତୋଷିବି ଆହେ ନୀଳାଦ୍ରିବର କୁବେର ଅଟଇ ଯାହାର ଭଣ୍ଡାରର କପାଳ ଇଏ ପ୍ରଭୁ ହୋଇ ତୁମେ ଭୃତ୍ୟର ଘରେ ଭିକ୍ଷା ମାଗିଲ ତନ ପାଦ ରାଜାଙ୍କର ଧ୍ରୁବ କୁମାର ଜାଣ ଯେଉଁ ପାଦ ଧ୍ୟାଇ ବସିଲା ଶିଶୁ ସାର ଚନ୍ଦ୍ର ଯେଉଁ ପାଦକୁ ପ୍ରହ୍ଲାଦ ହେଳେ ଆଶ୍ରୟ କଲା ଦେବ ସଭା ମତେ ସେ ଇନ୍ଦ୍ର ପଦେ ଯାଇ ବସିଲା ଯେଉଁ ପାଦ ପଦ୍ମ ଧ୍ୟାଇନ ଅଗସ୍ତି ମହାରୁଷି ଗଣ୍ଡୁ ସମାତ୍ରକେ ଶବଦ ସିନ୍ଧୁ ଥିଲେ ଯେଉଁ ପାଦକୁ କୈବର୍ତ୍ତ ହେଲେ ଧୋଇ ବସିଲା ସେ ପାଦ ଧ୍ୟାଇବି ଭୀଷଣ ଲଙ୍କେ ନୃପତି ହେଲା ପାଦର ମହିମା ଗୋବିନ୍ଦ କିଶୋର ବର୍ଣ୍ଣିବି ତୋର ସେଇ ପାଦ ଧ୍ୟାଇ ପଡିଲେ ଅଚ୍ୟୁତ ଯେ ପାମର ସେଇଥିପାଇଁ ଭଗବାନଙ୍କ ପାଦରେ ସମସ୍ତଙ୍କ ଲୋଭ ଗତି ମୁକ୍ତି ନିର୍ବାଣ ଥାଏ ସେଇ ପବିତ୍ର ପାଦ ପଦ୍ମରେ ଆଜ୍ଞା ଯମୁନା କୃତାର୍ଥ ହେଲା ପ୍ରଭୁଙ୍କ ପାଇଁ ନିସ୍ତରିଲା ବୋଲି ଦିଭାଗ ହେଇଗଲା ଭଗବାନଙ୍କର ସାନ୍ନିଧ୍ୟ ପାଇଁ ଗୋଟେ କ୍ଷେତ କିଆରି ବିଲ ପାଲଟି ଗଲା ମସ୍ତକରେ ମୁଣ୍ଡେଇ ଭଗବାନ କୃଷ୍ଣଙ୍କୁ ଯେତେବେଳେ ବସୁଦେବ ଗୋପ କଟକରେ ପହଞ୍ଚିଲେ ଅମ୍ବିକା ହୋଇଛନ୍ତି ଜାତ ମାୟାରେ ମୋହିତ ଜଗତ ମା ଅମ୍ବିକା ମା ଯଶୋମାତା ଗର୍ଭରୁ ପ୍ରକଟ ହୋଇଛନ୍ତି ବୋଲି ସମଗ୍ର ଗୋପପୁର ସମସ୍ତେ ଶୋଇ ପଡିଥିଲା ବେଳେ ଏକମାତ୍ର ନନ୍ଦ ଜାଗ୍ରତ ଥିଲେ ଭଗବାନଙ୍କୁ ମସ୍ତକରେ ମୁଣ୍ଡେଇ ଗୋପ କଟକରେ ପହଞ୍ଚିଲା ବେଳେ ବସୁଦେବଙ୍କ ସହିତ ନନ୍ଦଙ୍କର ମିଳନ ହେଲା ମା ପଣ୍ଡିତ ମଣ୍ଡଳୀ ମୂର୍ଚ୍ଛିତ ହୋଇ ଶୋଇଛନ୍ତି ଅମ୍ବିକା ଜାଗ୍ରତ ହୋଇଛନ୍ତି ମା ଯଶୋମତୀଙ୍କ ଗର୍ଭରୁ ସମଗ୍ର ଗୋପକଟକ ବାସିନ୍ଦା ଚେତାହୀନ ହୋଇ ପଡିଥିଲା ବେଳେ ଏକମାତ୍ର ନନ୍ଦ ପଣ୍ଡିତ ଜାଗ୍ରତ ଥିଲେ ମସ୍ତକରେ ମୁଣ୍ଡେଇ କୃଷ୍ଣଙ୍କୁ ଗୋପକଟକରେ ପହଞ୍ଚିଲା ବେଳେ ଭଗବତୀ ଦୁର୍ଗାଙ୍କୁ କେମିତି ଅଦଳ ବଦଳ କରୁଛନ୍ତି ବସୁଦେବ ନନ୍ଦ ବିଦଗ୍ଧ ଚିନ୍ତାମଣି ଅଭିମନ୍ୟୁ ସାମନ୍ତ ସିଂହାର